ଚିଲିକା ହ୍ରଦରେ ନୌକା ଚାଳନା ବେଳେ ଯାତ୍ରୀଙ୍କ ପାଇଁ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜିଲ୍ଲାପାଳ ଅମୃତ ରୁତରାଜ, କାଳିଜାଇ ମୋଟର ଡଙ୍ଗା ସଂଘ, ବାଲୁଗାଁ ମା କାଳିଜାଇ ମୋଟର ଡଙ୍ଗା ମାଲିକ ସଂଘ ଏବଂ ମା କାଳିଜାଇ ଶ୍ରମିକ ସଂଘଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଉଲ୍ଲଂଘନ କଲେ ପଞ୍ଜୀକରଣ ରଦ୍ଦ ସହ ହେବ କାର୍ଯ୍ୟାନୁଷ୍ଠାନ। ଚିଲିକା ହ୍ରଦରେ ଯାତ୍ରୀବାହୀ ନୌକା ଚାଳନା ସମୟରେ ଯାତ୍ରୀଙ୍କ ଜୀବନ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ନୌକା ଏବଂ ବିଭିନ୍ନ ପ୍ରକାର ଯାତ୍ରୀବାହୀ ବୋଟ୍ ନୌକା ଡଙ୍ଗା ନିୟମ 2004କୁ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା ପକ୍ଷରୁ ଲାଗୁ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳବୈଶାଖୀ ଏବଂ ଘୂର୍ଣ୍ଣିବାତ୍ୟା ହେଉଥିବାରୁ ଚିଲିକା ହ୍ରଦରେ ଡଙ୍ଗା ବୋଟ୍ରେ ଯାଉଥିବା ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ରହୁଛି। ଆଗକୁ ଆସୁଥିବା ମୌସୁମୀ ବର୍ଷା ଋତୁ ଭିତ୍ତିକ ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ମାତ୍ରାରେ ଅଛି। ଏପରି ସ୍ଥଳେ ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଡଙ୍ଗା ବୋଟ୍ ମାଲିକମାନଙ୍କର ନୈତିକ ଦାୟିତ୍ୱ। ଏହି କ୍ରମେ ଚିଲିକାରେ ଯାତ୍ରା ସମୟରେ ସମସ୍ତ ଯାତ୍ରୀମାନଙ୍କ ନିମନ୍ତେ ଡଙ୍ଗା ମାଲିକମାନେ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ଏବଂ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯାତ୍ରୀମାନଙ୍କ ସଂଖ୍ୟା ଡଙ୍ଗା ବୋଟ୍ର ଆବଶ୍ୟକତା କ୍ଷମତା ଏବଂ ସାମର୍ଥ୍ୟ ଠାରୁ କୌଣସି ମତେ ଅଧିକ ହେବ ନାହିଁ, ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ନିୟମକୁ ଓଡ଼ିଶା ସରକାରଙ୍କ ବୋଟ୍ ଡଙ୍ଗା ନୌକା ନିୟମ 2004 ବୋଟ୍ ମାଲିକମାନେ ସତର୍କତା ଏବଂ ଯତ୍ନ ସହକାରେ ପାଳନ କରିବେ। ଏହି ନିୟମ ଉଲ୍ଲଂଘନ ବା ବ୍ୟତିକ୍ରମ କଲେ ସେମାନଙ୍କ ବୋଟ୍ ପଞ୍ଜୀକରଣକୁ ରଦ୍ଦ କରିବା ସହ ଓଡ଼ିଶା ବୋଟ୍ ନିୟମ 2004 ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି। ଖୋର୍ଦ୍ଧାରୁ ପ୍ରଭାତ ପାଣିଗ୍ରାହୀଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ୍। এই ভিডিওটি आपको केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।